हरिनाम ଶୃଙ୍ଖଳାରେ ଶ୍ରବଣ କରୁଥିଲେ କି ହରିନାମ ଦ୍ଵାରା ହରିନାମ ନେବା ଦ୍ଵାରା ଆମର କି ପ୍ରକାର 7 ପ୍ରକାର ବେନିଫିଟ୍ସ ହୁଏ ବୋଲି। ତ ସେଥିପାଇଁ ଆମକୁ ନିରନ୍ତର ହରିନାମ ନେବାର ଅଛି। ନିରନ୍ତର ନାମ ରହିଲା ପାୟା କୃଷ୍ଣ ପ୍ରେମ ଧନ। 24 ଘଣ୍ଟା ଭଗବାନଙ୍କର ନାମରେ ଆମକୁ ପ୍ଲାବିତ ହେବାର ଅଛି। ତ ଆଜି ଆମେ ଶ୍ରବଣ କରିବା କି ହରିନାମ ନେବା ସମୟରେ ତାପରେ ହରିନାମ ନେବା ପାଇଁ କଣ ପାଇଁ ଆମର ରୁଚି ଆସେନି। କାହିଁକି ଆମର ରୁଚି ଆସେନି? ସମସ୍ତେ ଧ୍ୟାନ ଦେଇକି ଶୁଣ, ପରେ ଟିକେ ଜପ କରିବ। 2-4 ମିନିଟ ବେଶୀ କହିବିନି, 2-4 ମିନିଟ ଆମେ ଶୁଣାଉ। ତ 4ଟି ବିଶେଷ କାରଣ ଅଛି। ପ୍ରଥମ ହେଲା ତତ୍ଵ ବିଭ୍ରମ। ମତେ ନୋଟ ବି କରିପାରିବ, ଚାଣ୍ଟିଂ କରିବା ପୂର୍ବରୁ ନୋଟ ବି କରିପାରିବ। ଫାଷ୍ଟ ହେଲା ତତ୍ଵ ବିଭ୍ରମ। ତତ୍ଵ ବିଭ୍ରମ ମାନେ କଣ? ସ୍ୱାଭାବିକ ଢଙ୍ଗରେ ଏବେ ଆମେ ଶ୍ରବଣ କରୁଥିଲେ ଯେ ଆମେ କୃଷ୍ଣଙ୍କର ନିତ୍ୟ ଦାସ। ତ ଏଇ ସ୍ଥିତିରୁ ଆମେ କେବେ ବି ଭଗବାନ ହେଇପାରିବାନି। ତ ଏଇ ସ୍ଥିତିରେ ଚିରନ୍ତନ ରହିବା। ସଂସାରରେ ଆମେ ଯେତେବେଳେ ସଂସାରକୁ ଭୋଗ କରିବା ପାଇଁ ଇଚ୍ଛା କରନ୍ତି, ସେତେବେଳେ ଆମର ଦାସତ୍ୱର ଅଭିମାନ ପରିବର୍ତ୍ତେ ପଳେଇ ଆସେ କଣ? ଭୋକ୍ତାର ଅଭିମାନ ପଳେଇ ଆସେ। ନିୟନ୍ତ୍ରକାର ଅଭିମାନ ପଳେଇ ଆସେ। ସୃଷ୍ଟିକର୍ତ୍ତାର ଅଭିମାନ ପଳେଇ ଆସେ। ସେଥିପାଇଁ ତତ୍ଵରେ ବିଭ୍ରମତା ଆସେ। କି ନାଇଁ ଆମେ ଭଗବାନ ବୋଲି, ଆମେ ଭଗବାନଙ୍କର ଦାସ ନୁହଁ ବୋଲି। ତେଣୁ ଏ ତତ୍ଵ ବିଭ୍ରମ ଅର୍ଥ ଆମେ କୃଷ୍ଣଙ୍କର ନିତ୍ୟ ଦାସ, ଅହଙ୍କାର ବଶତଃ ଆମେ ଭୁଲି ଯାଆନ୍ତି। ତ ଆମର କାର୍ଯ୍ୟକଳାପ, ଆମର ମନୋଭାବ ସବୁ କିଛି ଏ ଅହଙ୍କାର ଦ୍ଵାରା, ଗର୍ବ ଅହଙ୍କାର ଦ୍ଵାରା ପ୍ରେରିତ ହେଇକି ଥାଏ। ଆଉ ସବୁ ଜାଗାରେ ଆମେ ଭଗବାନଙ୍କର ଦାସତ୍ୱର ଅଭିମାନ କେବେ ବି ସ୍ଵୀକାର କରନ୍ତିନି। ଭୌତିକ ଜଗତରେ ଏଇ ବିଭ୍ରମତା ପାଇଁ ଆମେ ଭଗବାନଙ୍କୁ କେବେ ବି ଶରଣାଗତି ପ୍ରକାଶ କରନ୍ତିନି। ଯେବେ ଶରଣାଗତି ନ ହୁଏ, ସେବେ ଆମେ ଭଗବାନଙ୍କ ପାଖକୁ ଯାଇପାରିବାନି। ତେଣୁ ଜୀବର ପ୍ରାଥମିକ ସାମ୍ବିଧାନିକ ସ୍ଥିତି ହେଲା ସେ ଭଗବାନଙ୍କ ପାଖରେ ନତମସ୍ତକ ହବ, ଶରଣାପନ୍ନ ହବ। ଏଇ ସ୍ଥିତିରେ ଯେତେବେଳେ ଆମେ ନଥାନ୍ତି, ସେଇ ଯୋଉ ଅବସ୍ଥାକୁ କୁହାଯାଏ କି ଆମେ ତତ୍ଵ ବିଭ୍ରମରେ ଅଛନ୍ତି। ତେଣୁ ଏହାକୁ ସୁନ୍ଦର ଭାବରେ ଶାରୀରିକ ଏବଂ ମାନସିକ ସ୍ତରରେ, ସୂକ୍ଷ୍ମ ସ୍ତରରେ ଏହାକୁ ଦେଖିବାକୁ ପଡିବ କି ମୋର କାର୍ଯ୍ୟକଳାପ, ମୋର ମନୋଭାବ, ମୋର ସ୍ୱଭାବ କେମିତି ଭଗବାନଙ୍କର ଦାସତ୍ୱକୁ ସ୍ଵୀକାର କରୁନି। ସେଇଥିପାଇଁ ଆମକୁ ଏ ଦୁନିଆରେ ଆମେ ସବୁ କିଛି କଲା ପରେ ବି ଆମକୁ ଖାଲି ଖାଲି ଲାଗେ। ଖିଲାପନ ମାନେ ଖାଲିପନ ଅନୁଭବ ହୁଏ। ତ ନେକ୍ସଟ ହେଲା କି ଅସତ୍ ତୃଷ୍ଣା। ଫାଷ୍ଟ କହିଲି ତତ୍ଵ ବିଭ୍ରମ, ତାପରେ ଅସତ୍ ତୃଷ୍ଣା। ଅସତ୍ ତୃଷ୍ଣା କଣ? ଏ ଭୌତିକ ଜଗତରେ ଆମେ ଯେତେବେଳେ ଆସିଛେ ସଂସାରକୁ ଭୋଗ କରିବା ପାଇଁ, ସେତେବେଳେ ଆମ ଭିତରେ ବିବିଧ ପ୍ରକାର କାମନା ବାସନା ଜାଗ୍ରତ ହୁଏ। ଭୌତିକ ଇଚ୍ଛା, ମୁଁ ଘର କରିବି, ମୁଁ ଗାଡି କିଣିବି, ଏଥିରେ କରିବାର କିଛି ଅସୁବିଧା ନାହିଁ। କିନ୍ତୁ କୃଷ୍ଣଙ୍କ ସହିତ ଆମେ କନେକ୍ଟ କରାନ୍ତିନି କେବେ ବି। ତ ଯୋଉ ଭୌତିକ ଇଚ୍ଛା ଥାଏ, କେତେବେଳେ ଅନ୍ୟର ଜିନିଷକୁ ନିୟନ୍ତ୍ରଣ କରିବାର ସ୍ୱଭାବ ଥାଏ, ସିଦ୍ଧି ପ୍ରାପ୍ତିର ଇଚ୍ଛା ଥାଏ, କେତେବେଳେ ମୋକ୍ଷ ପ୍ରାପ୍ତିର ଇଚ୍ଛା ଥାଏ। ତ ଏଇ ସବୁ ଜିନିଷ ଗୁଡା କଣ ହୁଏ? ଆମକୁ ଅସତ୍ ତୃଷ୍ଣା, ସତ୍ ତୃଷ୍ଣା ନୁହେଁ। ତୃଷ୍ଣା କେବଳ କୃଷ୍ଣ ସେବା ବାସନା, ଗୁରୁ ସେବା ବାସନା, ସାଧୁ ମାନଙ୍କର ପାଇଁ ସେବା କରିବାର ଯୋଉ ବାସନା, ସେଇଟା ହିଁ ସତ୍ ତୃଷ୍ଣା ଥାଏ। ଅସତ୍ ତୃଷ୍ଣା ହେଲା କଣ? କୃଷ୍ଣ ବ୍ୟତିରେକ ଯଦି ଆମେ ଅଲଗା କୌଣସି ଜିନିଷ କରୁଛେ, ଯୋଉଟା ଆମକୁ ଆନନ୍ଦ ପ୍ରଦାନ କରୁଛି, ତା ମାନେ ଜାଣିବା ଆମେ ସେ ଅସତ୍ ତୃଷ୍ଣା ଭିତରେ ରହିଯାଇଛେ। ତ ଅସତ୍ ତୃଷ୍ଣାରେ କଣ ଯାଏ କହିଲି? କି ନିମ୍ନ ସ୍ତରୀୟ ଭୌତିକ ଇଚ୍ଛା ଆଉ ସ୍ଵର୍ଗ ସୁଖର କାମନା, କିମ୍ବା ବିଭିନ୍ନ ପ୍ରକାର କଣ ଆଶ୍ଚର୍ଯ୍ୟମୟ ସିଦ୍ଧି ଲାଭ କରିବାର କାମନା, ଏଇ ସବୁ ଜିନିଷ ଅସତ୍ ତୃଷ୍ଣାରେ ରହେ। ତ ବାସ୍ତବରେ ଏଇ ଯୋଉ ଅସତ୍ ତୃଷ୍ଣା ର ଆର ଗୋଟେ ମୁଖ୍ୟ ଜିନିଷ ହେଲା, ଏହା ସ୍ୱାର୍ଥପୂର୍ଣ୍ଣ। ଆଉ ଭକ୍ତି ଆଡକୁ ସେ ଇନକ୍ଲାଇନ ନୁହେଁ, ସ୍ୱାର୍ଥପୂର୍ଣ୍ଣ। କାହିଁକି ନା ଆମେ ନିଜେ ନିଜର ସ୍ୱାର୍ଥ ପାଇଁ ଏସବୁ ଜିନିଷ ଭୋଗ କରିବା ପାଇଁ ଚାହାନ୍ତି। ତେଣୁ ତୃତୀୟ କାରଣ ଶୁଣିବା, ହୃଦୟ ଦୌର୍ବଲ୍ୟ। ହୃଦୟ ଦୌର୍ବଲ୍ୟ ମାନେ କଣ? ହୃଦୟର ଦୁର୍ବଳତା। ହୃଦୟର ଦୁର୍ବଳତା କାହିଁକି ଆସେ? ଯେତେବେଳେ ଆମ ସାଙ୍ଗରେ କେହି ଗୋଟେ ସବଳ ଲୋକ, ୟାପରେ ପରମ ପୁରୁଷ ଭଗବାନ ଶ୍ରୀ କୃଷ୍ଣ ନିତ୍ୟାନନ୍ଦ ପ୍ରଭୁ ନଥାନ୍ତି, ତ ସେତେବେଳେ ଆମର ହୃଦୟରେ ଦୁର୍ବଳତା ପ୍ରକାଶ ପାଏ। ଆଉ ଭଗବାନଙ୍କ ସହିତ ଯଦି ସମ୍ବନ୍ଧ ନାହିଁ, ତାହେଲେ ଆମ ଭିତରେ କଣ ଆସିବ? ଦୋଷ ବୃତ୍ତି ଆସିବ, ଈର୍ଷା ଆସିବ, ବେଇମାନି ଆସିବ, ଯଶୋର ଇଚ୍ଛା ଆସିବ। ତ ଏସବୁ ଜିନିଷ ଭକ୍ତି ବିନୋଦ ଠାକୁର କୁହନ୍ତି କି ବିଶେଷ ରୂପରେ ପୂଜା ଲାଭ ପ୍ରତିଷ୍ଠା ଅଛି, ତ ଏସବୁ ହୃଦୟ ଦୌର୍ବଲ୍ୟମରେ ଆସେ। ଭାବନ୍ତୁ କିଏ ଗୋଟେ ଭଲ ଲୋକଟେ ଚୋରି ପୋରି କିଛି କରିନି, ସିଏ ଷ୍ଟ୍ରଙ୍ଗ ହେଇକି ଛିଡା ହବ। କିନ୍ତୁ ଯିଏ ଚୋରି କରିଛି, ତା ମନରେ ସବୁବେଳେ ତା ଛାତି ସବୁବେଳେ ଧକ ଧକ ହଉଥିବ। କାହିଁକି ନା ମତେ କାଳେ ପୋଲିସ ଧରିଦବ। ତେଣୁ ଏଇ ଯୋଉ ହୃଦୟ ଦୌର୍ବଲ୍ୟମ ଅଛି, କୃଷ୍ଣଙ୍କ ସହିତ ଆମେ ଯେତେବେଳେ ଡିସକନେକ୍ଟ ହେଇଯାଆନ୍ତି, ଆଉ ମାୟା ସହିତ ଆମେ ଷ୍ଟ୍ରଙ୍ଗଲି ମାନେ କଣ କନେକ୍ଟେଡ ଫିଲ୍ କରନ୍ତି, ସେତେବେଳେ ଆମ ଭିତରେ ଦୋଷ ବୃତ୍ତି ଆସେ, ସଚ୍ଚୋଟତା ଆମଠୁ ପଳାଇ ଆସେ, ବେଇମାନି ପଳେଇ ଆସେ,
ईर्षा पळेଇ आसे, पूजा लाभ प्रतिष्ठा पळेई आसे, भौतिक इच्छा पूର୍ବटा କହିଥିଲି ଅସତ୍ ତୃଷ୍ଣାରେ ଆସିଲା, ହୃଦୟ ଦୌର୍ବଲ୍ୟମରେ ଏଇ ସବୁ ଜିନିଷ ଆସେ। ତେଣୁ ସେଥିପାଇଁ ଅହଙ୍କାରରେ, ଅହଙ୍କାର ମାଧ୍ୟମରେ ଆମେ ଏତେ ବ୍ୟାକୁଳ ହେଇଯାଆନ୍ତି, ଆମେ ଚାହାନ୍ତି ନାଇଁ ଯେମିତି ହେଲେ ଆମକୁ ଏଇ ସ୍ୱାର୍ଥ ହାସଲ କରିବାର ଅଛି। ତେଣୁ ହୃଦୟର ଦୁର୍ବଳତା ପ୍ରକାଶ ପାଏ। ଅର୍ଜୁନଙ୍କୁ ଭଗବାନ କହିବେ ନା, କ୍ଷୁଦ୍ରମ ହୃଦୟ ଦୌର୍ବଲ୍ୟମ ତତ୍ତ୍ୱଦିଷ୍ଟ ପରନ୍ତପ। ତ ତୁମର ହୃଦୟର ଦୁର୍ବଳତା ପ୍ରକାଶ ପାଉଛି କାହିଁକି ନା ତୁମେ ଠିକ ସେ ବୁଝିପାରୁନ କି ତମକୁ ଯୁଦ୍ଧ କ୍ଷେତ୍ରରେ କେମିତି କୋଉ ମନୋଭାବ ନେଇକି ଯୁଦ୍ଧ କରିବାର ଅଛି। ଅନ୍ତିମରେ ଚତୁର୍ଥ କାରଣ ଭକ୍ତି ବିନୋଦ ଠାକୁର କହୁଛନ୍ତି ଅପରାଧ। ଅପରାଧ ମାନେ ଭକ୍ତିରେ ଆମେ ଯେତେବେଳେ ଆସନ୍ତି ସେତେବେଳେ ଭଗବାନଙ୍କର ନାମ ଜପ କରିବା ସମୟରେ ହଉ କିମ୍ବା ବୈଷ୍ଣବ ସେବା କରିବାର ସମୟରେ ହଉ କିମ୍ବା ସେବା କରିବା ସମୟରେ ହଉ ବିଭିନ୍ନ ପ୍ରକାର ଅପରାଧରେ ଆମେ ଲାଗିଯାଆନ୍ତି। ବାସ୍ତବରେ ଭଗବାନଙ୍କର ଯୋଉ ଅମୂଲ୍ୟ ପ୍ରେମ ଅଛି, ପ୍ରେମ ସମ୍ପଦ ମାନେ ଗୋଲକର ପ୍ରେମ ଧନ ହରିନାମ ସଂକୀର୍ତ୍ତନ। ତ ଭଗବାନ ନିଜ ହୃଦୟରୁ କାଢିକି ଆମକୁ ଗୋଟେ ଜିନିଷ ଦଉଛନ୍ତି, ଆମେ କିନ୍ତୁ ତାକୁ ଗ୍ରହଣ କଲା ବେଳେ କୋଉ ମନୋଭାବରେ ଗ୍ରହଣ କରୁଛେ, କେତେ ଇତର ଦୃଷ୍ଟିକୋଣ ଆମର ଅଛି। ହେଲା ଆମେ ଆମେ ଅନ୍ୟ ଜଣେ ଭକ୍ତକୁ ସହ୍ୟ କରିପାରେ। ଦେଖନ୍ତୁ ଭାଗବତମରେ ବର୍ଣ୍ଣନା କରାହେଇଛନ୍ତି, ଆମ ଜୀବନରେ ଯେତେଟି ଦୁଃଖ, ଯେତେଟି ଆମ ପ୍ରତି ପଦରେ ଯେତେଟି ସମସ୍ୟା ଆସେ, ସବୁ କିଛିର ଗୋଟିଏ କାରଣ ଥାଏ, ମନ ପାଇଁ ଆମେ ଏ ସଂସାରରେ ବହୁତ ଯାତନା, ବହୁତ କଷ୍ଟ ଭୋଗ କରୁଛେ। କିନ୍ତୁ ଦୋଷ ଦଉଛି କାହାକୁ? ଯେତେବେଳେ ଆମେ ଭକ୍ତ ନୁହେଁ, ଦୋଷ ଦଉଛି ଭଗବାନଙ୍କୁ। ଯେତେବେଳେ ଆମେ ଭକ୍ତି କରୁଛେ, ଦୋଷ ଦଉଛି କାହାକୁ? ବୈଷ୍ଣବ ମାନଙ୍କୁ, କାରଣ ତାଙ୍କରି ଗହଣରେ ଆମେ ରହୁଛେ। ଆଉ ସମସ୍ତେ ବାଇ ଡିଫଲ୍ଟ ବୈଷ୍ଣବ, ଯିଏ ଭଗବାନଙ୍କ ଥରେ ହରିନାମ ନେଇଛି ସେ ବି ବୈଷ୍ଣବ। ତେଣୁ ଯେତେବେଳେ ଭଗବାନଙ୍କର ଭକ୍ତି କରିନଥିଲେ, ସେତେବେଳେ ସବୁ ଜିନିଷ ଭଗବାନ ହିଁ କଲେ। ଯେତେବେଳେ ଭକ୍ତି ମାର୍ଗରେ ଆସିଲେ, ସେତେବେଳେ କହିଲେ ଆରେ ନାଇଁ ସେ ପ୍ରଭୁଜୀ ଏମିତି ତ କହିଲେ, ଆଉ ସେ ପ୍ରଭୁଜୀ ଏଇ ମାତାଜୀ ଏତ କହିଲେ, ଆଉ ତ ଆମେ ଦୋଷ ଦଉଛେ କଣ ଅନ୍ୟକୁ। କିମ୍ବା ଯଦି ସେବା ହେଇପାରୁନି ତାହେଲେ ମୋର କିଛି ଦୋଷ ନାହିଁ, କିନ୍ତୁ ଟିକେ ମୁଁ ଆଡଜଷ୍ଟ କରିଦଉଛି ଭଗବାନଙ୍କ ସେବା କରିବାରେ, କିଛି ମ୍ୟାନିପୁଲେଟ କରୁଛି, କିଛି ବି ଜିନିଷ କରୁଛି। ବିଭିନ୍ନ ପ୍ରକାର ଅପରାଧ ସେଥିପାଇଁ ଲାଗେ। ନାମ ଅପରାଧ, ସେବା ଅପରାଧ, ଧାମ ଅପରାଧ, ବୈଷ୍ଣବ ଅପରାଧ, ଏସବୁ ଜିନିଷ ଅପରାଧ ଆମକୁ ଲାଗେ। ତେଣୁ ଏଇ ଚାରିଟି କାରଣ ଯଦି ଆମ ପାଖରେ ଉପସ୍ଥିତ ଅଛି, କଣ କଣ ଚାରିଟି କାରଣ କହିଲି? ପ୍ରଥମ କହିଲି ତତ୍ଵ ବିଭ୍ରମ। ସେକେଣ୍ଡ କହିଲି ତତ୍ଵ ବିଭ୍ରମ ମାନେ ମୁଁ କୃଷ୍ଣଙ୍କର ନିତ୍ୟ ଦାସ ନୁହେଁ, ଅହଙ୍କାର ବଶତଃ ଆମେ କୁହନ୍ତି, ଆଉ କୃଷ୍ଣ ମୋର ପରମ ପୁରୁଷ ଭଗବାନ ବୋଲି ନୁହେଁ। ତ ଦ୍ୱିତୀୟ କହିଲେ ଅସତ୍ ତୃଷ୍ଣା। ଅସତ୍ ତୃଷ୍ଣା ମାନେ ନିମ୍ନ ସ୍ତରୀୟ ଭୌତିକ ଇଚ୍ଛା, ସ୍ୱର୍ଗ ସୁଖର କାମନା, ମୋକ୍ଷ ପ୍ରାପ୍ତିର କାମନା, ସିଦ୍ଧି ଲାଭ କରିବାର, ଅନ୍ୟର ଜୀବନର ଭୌତିକ ଉର୍ଜା ଆଉ ରହସ୍ୟମୟ ଶକ୍ତି ଯୋଉଟା ଅଛି ତାକୁ ନିୟନ୍ତ୍ରଣ କରିବାର କାମନା, ଏଟା ସିଦ୍ଧି ଲାଭ। ତ ଏଥିରେ ଅସତ୍ ତୃଷ୍ଣାରେ ଏଟା ଆସିଲା। ତୃତୀୟ କାରଣ କହିଥିଲି କି ହୃଦୟ ଦୌର୍ବଲ୍ୟମ। ଭକ୍ତି ବିନୋଦ ଠାକୁର କଣ କହିଲେ ଏଥିରେ? ହୃଦୟ ଦୌର୍ବଲ୍ୟମରେ ଯେତେବେଳେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧରେ ପୁନଃ ସ୍ଥାପିତ ନଥାନ୍ତି, ସେତେବେଳେ ଆମ ହୃଦୟରେ ଦୁର୍ବଳତା ପ୍ରକାଶ ପାଏ। ତ ଯାହା ମାଧ୍ୟମରେ ପୂଜା ଲାଭ ପ୍ରତିଷ୍ଠା କି ଭକ୍ତି ଜୀବନରେ ବେଇମାନି, ଈର୍ଷା, ଲାଳସା ଏସବୁ ଜିନିଷ ଆମର ଆସିଯାଏ। ତାପରେ ଅନ୍ତିମରେ ଅପରାଧ, ଭଗବାନଙ୍କର ନାମ ପ୍ରତି, ଧାମ ପ୍ରତି, ସେବା ପ୍ରତି, ବୈଷ୍ଣବ ମାନଙ୍କ ପ୍ରତି ଅପରାଧ। ଏସବୁ ଜିନିଷ ଯେତେବେଳେ ଆମ ପାଖରେ ଉପସ୍ଥିତ ହୁଏ, ସ୍ୱତଃପୃତ ଭାବରେ କୃଷ୍ଣ ଆମ ହୃଦୟରେ ନଥାନ୍ତି, ଅର୍ଥାତ କୃଷ୍ଣଙ୍କର ନାମ ଆମେ ଭଜନ କରିପାରନ୍ତିନି, ଶୁଦ୍ଧ ନାମ ଆଡକୁ ଆମେ ପ୍ରଚେଷ୍ଟା କରିପାରନ୍ତିନି। ଆସନ୍ତୁ ଆମେ ଏଇ ସବୁ ଜିନିଷ ପ୍ରତି ସତର୍କ ହବା। ଧୀରେ ଧୀରେ ଆମର ଜୀବନ ଶୈଳୀରେ ଏଇ ଚାରିଟା ଜିନିଷକୁ ପରିମାର୍ଜିତ କରିବା, ଯାହା ଦ୍ଵାରା ଭଗବାନଙ୍କର ନାମରେ ନାମର ଧନକୁ ଆମେ କମେଇ ପାରିବା। ଠିକ ଅଛି, ପୁନଃ ଆମେ ସମସ୍ତଙ୍କୁ ଧନ୍ୟବାଦ ଦଉଛୁ କି ଯୋଉମାନେ ଭଗବାନଙ୍କର ନାମ ପ୍ରତି ଆସକ୍ତି ପ୍ରକାଶ କରୁଛନ୍ତି। କେବେ କେବେ ଆମେ ଶୁଣନ୍ତି କି ନାମ ନିଷ୍ଠ ସନ୍ତ, ଯାହାଙ୍କର ଅପାର କରୁଣାରେ ଯେ ଗୋଟିଏ ଜାଗାରେ ମଧ୍ୟ ଭଗବାନଙ୍କର ନାମ କରିକି ତାଙ୍କର ପ୍ରଭାବରେ ସାରା ସଂସାର ପ୍ରଭାବିତ ହୁଏ, ସେଇଭଳିଆ ନାମ ନିଷ୍ଠ ସନ୍ତ ସୁତ ପ୍ରଭୁପାଦଙ୍କ ଚରଣ କମଳରେ ଆମେ ପ୍ରାର୍ଥନା କରୁଛୁ କି ଆମକୁ ମଧ୍ୟ ଏ ଚାରିଟି ପ୍ରକାର ଯୋଉ ବିଷମ ପରିସ୍ଥିତିରୁ ଆମକୁ ମୁକ୍ତ କରନ୍ତୁ, ତାକି ଆମେ ଭଗବାନଙ୍କର ନାମ ପ୍ରତି ସଜଗ ହୃଦୟରେ ଆମେ ସଚେତନ ହେଇକି ଭଗବାନଙ୍କର ନାମର ଅମୂଲ୍ୟ ଧନ କମେଇ ପାରିବା। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। ଆମେ ଜପ କରିବା।